ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ କାମନା କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଆଉ ତାଙ୍କ ଦେହାନ୍ତ ପାଇଁ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ପାଲଟି ଯାଇଛି। ତାଙ୍କ ପରଲୋକରେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତାମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶୋକ ସଭା କରି ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ। ରାଜ୍ୟ କଂଗ୍ରେସର ବଡ଼ ବଡ଼ ତୁଙ୍ଗ ନେତାମାନେ ତାଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ଡକ୍ଟର ମନମୋହନ ସିଂ ପ୍ଲାନିଂ କମିଶନର ଥିଲାବେଳେ, ଅର୍ଥମନ୍ତ୍ରୀ ଥିଲାବେଳେ, ପ୍ରଧାନମନ୍ତ୍ରୀ ଥିଲାବେଳେ ଏବଂ ନଥିଲା ବେଳେ ମଧ୍ୟ ତାଙ୍କ ସହିତ ମିଶିବାର ସୁଯୋଗ ମିଳିଥିଲା, ଆଲୋଚନା କରିବାର ସୁଯୋଗ ମିଳିଥିଲା। ମୁଁ ତ କହିବି ସେ ଜଣେ ଅଦ୍ୱିତୀୟ ବ୍ୟକ୍ତିତ୍ୱ। କଥା କମ୍ କହନ୍ତି, ଧୀର ସ୍ଥିର ଏବଂ ସ୍ପଷ୍ଟବାଦୀ। ଦୁର୍ନୀତିର ଗନ୍ଧ ତାଙ୍କ ପାଖରେ ନଥିଲା। ଏହିପରି ରାଜନେତା ଭାରତବର୍ଷରେ ଦେଖିବା ବିରଳ। ଆଜି ଗୋଟିଏ ସମୟରେ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଥିଲା ଏବଂ ସେହି ଟାଇମ୍ରେ ନରସିଂହ ରାଓ ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। ଯେପରି ଜ୍ଞାନ କୌଶଳ ପ୍ରୟୋଗ କରି ଏ ଦେଶର ସମ୍ମାନ ଏବଂ ଦେଶର ଅର୍ଥନୀତିକୁ ବଞ୍ଚାଇ ରଖିଥିଲେ, ତାହା ଭାରତର ଇତିହାସ କେବେ ହେଲେ ଭୁଲି ପାରିବ ନାହିଁ। ପରବର୍ତ୍ତୀ ସମୟରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେ ଯେଉଁ ନୂଆ ନୂଆ ଚିନ୍ତାଧାରା, ଗରିବ ଲୋକଙ୍କ କଥା, ନିମ୍ନ ମଧ୍ୟବିତ୍ତ କଥା, ମଧ୍ୟବିତ୍ତ କଥା ଏବଂ ସବୁ ଶ୍ରେଣୀର ବ୍ୟକ୍ତିଙ୍କ ବିକାଶ କିପରି ଭାବରେ ହେବ, ଅର୍ଥନୈତିକ ବିକାଶ କିପରି ଭାବରେ, ଯାହା କହୁଥିଲି ଯେ ନନ୍ ପ୍ରଡକ୍ଟିଭ୍ ୱେରେ କୌଣସି ଖର୍ଚ୍ଚାନ୍ତ ଦେଶ ଖର୍ଚ୍ଚାନ୍ତ କରୁ, ସେ ଚିନ୍ତାଧାରା ତାଙ୍କର ନଥିଲା। ତାହା ତାଙ୍କ ପାଇଁ ସ୍ୱପ୍ନ ଥିଲା। ଆଜିକାଲି ଯେମିତି ରାଜନୀତି ଆପଣ ଦେଖୁଛନ୍ତି, ନନ୍ ପ୍ରଡକ୍ଟିଭ୍ ୱେରେ ପଇସା ଖର୍ଚ୍ଚ କରି ଭୋଟ ଆଣିବା, ସେରକମ ଧାରଣା ବି ଚିନ୍ତାଧାରା ବି ମନମୋହନ ସିଂଙ୍କର ନଥିଲା। ତେଣୁ ସେ ଭାରତର ଆତ୍ମାକୁ ଠିକ୍ ଭାବରେ ବୁଝିଥିଲେ। କ'ଣ କଲେ ଭାରତର ଅର୍ଥନୈତିକ ବିକାଶ ହୋଇପାରିବ, ସେ ଭିଜନ୍, ସେ ଚିନ୍ତାଧାରା, ସେ ବାସ୍ତବତା ମନମୋହନ ସିଂଙ୍କ ଥିଲା। ସାର୍, ଦେଶର ଜିଡିପି ପ୍ରତି କ'ଣ ଥିଲା? ସାର୍, ଦେଶର ଜିଡିପି ପ୍ରତି କ'ଣ ଅବଦାନ ଥିଲା? ଦେଶର ଜିଡିପି ପ୍ରତି କ'ଣ ଅବଦାନ ଥିଲା? ଆପଣଙ୍କର ଯଦି 1 ଡିଜିଜ୍ 2 ଡିଜିଜ୍ ହେଇଗଲା ତାଙ୍କର ଟାଇମ୍ରେ, ଜିଡିପି ୱାଜ୍ 1 ଡିଜିଜ୍, ବଟ୍ ମନମୋହନ ସିଂଙ୍କ ଟାଇମ୍ରେ 2 ଡିଜିଜ୍ ହେଲା। ଶୁଣିଛନ୍ତି ଯେ ଦେଶ ତରଫରୁ ବିରୋଧୀ ଦଳ ନେତାଙ୍କୁ ୟୁଏନ୍ରେ ଯାଇ ଭାରତବର୍ଷ ପାଇଁ ଭାଗ ନେବା, ତା କିଏ କରିଥିଲେ? ଡକ୍ଟର ମନମୋହନ ସିଂ ଅଟଳ ବିହାରୀ ବାଜପେୟୀଙ୍କୁ ପଠାଇଥିଲେ। ଅଦ୍ୱିତୀୟ ନେତା, ଭାରତ ରତ୍ନ, ଭାରତ ରତ୍ନ ଗୋଟେ ରଖାଇଛନ୍ତି। ଓଡ଼ିଶାକୁ ସେ ବହୁତ ଭଲ ପାଉଥିଲେ ଏବଂ ଓଡ଼ିଶାରେ ନିଜ ଝିଅଙ୍କୁ ମଧ୍ୟ ସେ ବିବାହ ଦେଇଛନ୍ତି। ଓଡ଼ିଶାଙ୍କର ତ ଝିଅ ଦେଇଥିଲେ ସତ, ଯାଜପୁରର ଲୋକ ଶ୍ରୀ ପଟ୍ଟନାୟକ ତାଙ୍କ ଝିଅକୁ ବିବାହ କରିଥିଲେ। ଓଡ଼ିଶାକୁ ଭଲ ପାଉଥିଲେ। ଓଡ଼ିଶାକୁ ଭଲ ପାଉଥିଲେ ଖାଲି କହିଦେଲେ ଠିକ୍ ହେବନି। ତାଙ୍କର ଉଦ୍ଦେଶ୍ୟ ଥିଲା ଭାରତବର୍ଷ ଯେଉଁ ରାଜ୍ୟଗୁଡ଼ିକ ଅଣବିକଶିତ ଅବସ୍ଥାରେ ଅଛନ୍ତି, ସେ ରାଜ୍ୟଗୁଡ଼ିକ ବିକଶିତ କରିବା। ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ଚିରସ୍ମରଣୀୟ ବୋଲି କହିଥିଲେ। ଭୁବନେଶ୍ୱରରୁ ସୁବ୍ରତ କରଙ୍କ ରିପୋର୍ଟ, ଉତ୍କଳ ପ୍ରତିଦିନ।